ଅପାସରା କାହାଣୀ ରାଜା ବାଜ ଓ ପିଆଲା। ପୁରା କାଳରେ ଜଣେ ମୃଗୟା ପ୍ରିୟ ରାଜା ଥିଲେ। ରାଜାଙ୍କର ଥିଲା ଛଞ୍ଚାଣଟିଏ। ତାକୁ ସେ ନିଜର ଅସଲ ସମ୍ପତ୍ତି ରୂପେ ଗଣୁଥିଲେ। ରାଜା ତାକୁ ନିଜ ହାତରେ ଖୁଆଉଥିଲେ, ନିଜ ହାତରେ ବସାଇ ମୃଗୟାକୁ ଯାଉଥିଲେ। ଦିନେ ରାଜା ଦରବାରିଆଙ୍କ ସହ ଶିକାରକୁ ଗଲାବେଳେ ମୃଗଟିଏ ତାଙ୍କ ଆଗ ଦେଇ ଚାଲିଗଲା। ରାଜା ତାର ପିଛା କଲେ। ଦରବାରିଆଙ୍କ ଭିତରୁ କେତେକ ରାଜାଙ୍କ ପଛରେ ଗଲେ, କିନ୍ତୁ କେହି ରାଜାଙ୍କ ଭଳି ଜଲଦି ଓ ଉତ୍ତମ ରୂପେ ଘୋଡ଼ା ଛୁଟାଇ ପାରିଲେ ନାହିଁ। କେତେକ ଦୁର୍ଘଟଣା ଯୋଗୁଁ ରାଜା ମୃଗଟିକୁ ଟପି ପାରିଲେ ନାହିଁ। ନିଜ ସାଥୀଙ୍କ ଠାରୁ ବି ଅଲଗା ହୋଇଗଲେ। ଏତେ ବାଟ ଘୋଡ଼ା ଚଢ଼ି ତାଙ୍କୁ ଭାରି ଶୋଷ କଲା। ସେ ପାଣି ଖୋଜିବାକୁ ଓହ୍ଲାଇ ପଡ଼ିଲେ। ଅନେକ ବେଳ ବୃଥା ଯିବା ପରେ ସେ ଗୋଟାଏ ପାହାଡ଼ ତଳେ ପହଞ୍ଚିଲେ। ସେଇଠି ସୂତାଖିଅ ପରି ଝରଟିଏ ପଥର ଖଣ୍ଡ ଉପରେ ବହି ଯାଉଥିଲା। ରାଜା ତାଙ୍କ କମରପଟିରୁ ପିଆଲାଟାଏ କାଢ଼ି ଝର ମୁହଁରେ ଧରି ଟୋପା ଟୋପା ପାଣି ଭରିଲେ। ପିଆଲା ଭରି ଯିବାରୁ ସେ ଓଠ କତିକି ପିଆଲା ଉଠାଇଦେଲେ। ରାଜା ଠିକ୍ ପିଇବାକୁ ଯାଉଛନ୍ତି, ବାଜ ଉଡ଼ି ଆସି ପିଆଲାରେ ପିଟି ହୋଇଯିବାରୁ ତାହା ଓଲଟିଗଲା। ବଜ୍ଜାତ ପକ୍ଷୀ ରାଜା ପାଟି କଲେ। ଧୈର୍ଯ୍ୟର ସହ ପୁଣି ଥରେ ପିଆଲା ଭରିଲେ। ଦ୍ୱିତୀୟ ଥର ରାଜା ପିଆଲାକୁ ଓଠ କତିକି ପଠାଇଲା ବେଳେ ପୁଣି ବାଜ ଉଡ଼ି ଆସି ରାଜାଙ୍କ ହାତରୁ ତାକୁ ଖସାଇ ଦେଲା। କ୍ରୋଧାକ୍ତ ରାଜା ଆଉ ରାଗ ସମ୍ଭାଳି ପାରିଲେ ନାହିଁ। ସେ ଛଞ୍ଚାଣକୁ ଏତେ ଜୋରରେ ଭୂଇଁରେ ଛାଟିଦେଲେ ଯେ ସେ ସଙ୍ଗେ ସଙ୍ଗେ ମରିଗଲା। ଠିକ୍ ସେତିକି ବେଳେ ଜଣେ ସେବକ ଘୋଡ଼ା ଛୁଟାଇ ସେଠାରେ ପହଞ୍ଚିଲା। ରାଜା ଶୋଷିଲା ବୋଲି ଶୁଣି ସେ ତା ପାଣି ଥଳି ଖୋଲି ରାଜାଙ୍କୁ ପିଇବାକୁ ଦେଲା। କିନ୍ତୁ ରାଜା ମୁଣ୍ଡ ହଲାଇ ମନା କଲେ। ସେ କହିଲେ, ମୁଁ ମନସ୍ଥ କରିଛି, ପାହାଡ଼ରୁ ଝରି ଆସୁଥିବା ଝର ପାଣି ପିଇବି। ଜଳ ପଡ଼ୁଥିବା ପାଣି ବୁନ୍ଦାରେ ପିଆଲା ଭରିବାକୁ ଅନେକ ସମୟ ଲାଗୁଛି। ତେଣୁ ପାହାଡ଼ ଉପରକୁ ଯା, ଝରଣା ବାହାରିଥିବା ଜାଗାରୁ ପିଆଲାଏ ପାଣି ନେଇ ଆସ। ରାଜାଙ୍କ ଆଦେଶ ଅନୁସାରେ କାମ କଲା ସେବକ, କିନ୍ତୁ ଖାଲି ପିଆଲା ଧରି ଫେରିଲା। ମହାରାଜ, ଆପଣ ମରଣ ପାଖରେ ଝରଣା ବାହାରିଥିବା ଜାଗାରେ ମଢ଼ଟାଏ ପଡ଼ିଛି। ତା ବିଷୟରେ ସମ୍ପୂର୍ଣ୍ଣ ଝରଣା ବିଷାକ୍ତ ହୋଇ ଯାଇଛି। ଛାମୁ ମୋ ଥଳିରୁ ପାଣି ପିଇବେ ନାହିଁ। ସେ କହିଲା। ସେ ପିଆଲା ବଢ଼ାଇ ଦେଲା। ରାଜା ପିଉଥାନ୍ତି ଓ ତାଙ୍କ ଆଖିରୁ ଲୁହ ଝରୁଥାଏ। ହାୟ, ରାଜା କାହିଁକି କାନ୍ଦୁଛନ୍ତି? ଛାନିଆ ହୋଇ ସେବକ କହିଲା। ରାଜା ମଲା ପକ୍ଷୀଟିକୁ ଉଠାଇଲେ ଓ ଛଞ୍ଚାଣଟି ମୋର ପ୍ରିୟ ସମ୍ପଦମାନଙ୍କ ଭିତରୁ ସବୁଠାରୁ ପ୍ରିୟ। ସେ ଦୁଃଖୀ ହୋଇ କହିଲେ, କ୍ରୋଧବଶତଃ ତାକୁ ଗୋଟିଏ ନିଷ୍ଠୁର ମାଡ଼ରେ ମାରିଦେଲି।